ଜୟ ଜଗନ୍ନାଥ। ବିଜୟ ଭାଇ ଆଉ କଣ କହିବା କହ। ଆଜି ଆଲୋଚନା କରିବା କଳିର ଶେଷ ଲକ୍ଷ୍ୟ ହେଲା। ଏଠି ଅଙ୍କ ହିସାବ ଆମେ କହୁନୁ। କଳିଯୁଗ 4,32,000 ବର୍ଷ ଆୟୁଷ ଆଣିছে। କଳ 10,000 ଆଣି ସେ କେମିତି ହେଇଥିଲେ। ବ୍ୟାସ କହିଲେ 10,000 ପରେ ବିଷ୍ଣୁ ମେଦିନୀ ତ୍ୟାଗ କରିବେ। ଆମ ପଞ୍ଚମହାଜନ ଆସିଲେ ପଞ୍ଚମହାପୁରୁଷ କହିଲେ ନା ନା 10,000 ନୁହଁ 5,000 କଳି କଣ ହବ ବିନାଶ ହବ। ଆଉ 5,000 ବର୍ଷ କଣ ହବ ମାନେ ସତ୍ୟ କଳି ଭିତରେ ଚାଲିବ, ସମୟଟା ଭୋଗ କରିବ। କିଛି ବ୍ୟକ୍ତି କୁହନ୍ତି କିଛି ହବନି। 1,998 ଜଣ କୁହନ୍ତି କିଛି ହବନି, କିନ୍ତୁ 2 ଜଣ ବିଶ୍ୱାସ କରନ୍ତି ହବ। ଯୋଉ 998 ଭିତରୁ ଆଉ କିଛି ଭାବନ୍ତି ହବ, ତାଙ୍କର ନହବା ଗୁଞ୍ଜରେ ଅଶ୍ୱସ୍ତମା ହବ। ଇଆଡେ କହୁଛ ହବ, ସେଠୁ ଉଠିଗଲେ ଆଉ କିଛି ବୁଝିପାରୁଛ ନା ବୁଝିପାରୁଛ? ଗୋଟେ ଭଲ କଥା ମନେ ରଖିଥାଅ, ବାପ ହଉଛି ଦୁର୍ଦାନ୍ତ ଚୋର ଗୋଟେ, କିନ୍ତୁ ପୁଅଟା ହଉଛି ଭଲ। ଗୋଟେ ଗାଁରେ ସବୁଦିନେ ସତ୍ସଙ୍ଗ ହୁଏ, ବୁଝିବ। ବାପ ଚେଷ୍ଟା କରେ ସିଏ ଯେମିତି ପୁଅକୁ ସେ ଏମିତି କରିବା। ବାପ ଚୋର, ତେଣୁ ପୁଅକୁ ଚୋର କରିବା। ସେ ତା ପୁଅକୁ କୁହେ ପୁଅ ସବୁ କରିବୁ, ସେ ଯୋଉ 10-12ଟା ବୁଢା ସେ ପିଣ୍ଡାରେ ବସି ସତ୍ସଙ୍ଗ କରୁଛନ୍ତି, ତମେ ତାଙ୍କ ପାଖକୁ କେବେ ହେଲେ ଯିବୁନି। ସବୁବେଳେ ବାରଣ କରେ। ତାଙ୍କର ଭୋଗ ଭୋଗ ହୁଏ, ସବୁ ଖାଆନ୍ତି ବୁଢା ମାନେ ଭୋଗ କରିକି। ଦିନେ ପୁଅର ଲାଳସା ହେଇଗଲା, ଛୋଟ ଛୁଆ ଇଏ ଭୋଗ ପାଇଁ ସେଠିକି ଯାଇଛି। ଗଲା ବେଳକୁ ତାଙ୍କର ବୁଢା ମାନେ ଆଲୋଚନା କରୁଛନ୍ତି, ଯିଏ ଯାହା କରୁଛି କରୁ, ସବୁ ଦେଖୁଛି ଉପର ବାଲା। ବୁଝିପାରୁଛ? ପୁଅର ଏ କଥାଟି ମନେ ରହିଯାଇଛି, ଯିଏ ଯାହା କରୁଛି କରୁ, ସବୁ ଦେଖୁଛି ଉପର ବାଲା। ଦିନେ ବାପ ପୁଅ ଗଲେ ଆମ୍ବ ଚୋରି କରିବାକୁ। ବାପ ଉପରେ ଚଢିଛି, ପୁଅ ତଳେ ଅଛି। ବାପ ଡାଳ ହଲଉଛି, ଆମ୍ବ ଗଡୁଛି, ପୁଅ ଗୋଟଉଛି। କିଛି ସମୟ ପରେ ବାପ ଗୋଟେ ପୁଅ କିଏ ଦେଖିଲା କିଏ? ନା ହଁ ବାପ ବା ଦେଖୁଛି ସିଏ। ବାପ ସେଠୁ ଚିନ୍ତା କଲା, ଗଛର ମାଲିକ ବୋଧେ ଆସିଲାଣି ନା କଣ। ସେ ବିକେଳରେ ଓହ୍ଲେଇ ପଡିକି ଯୋଉ ଆମ୍ବ ତକ ପୁଅ ଗୋଟେଇଥିଲା ସେ ଅକାକୁ ଧଇଲା, କାନ୍ଧରେ ପକେଇଲା, ପୁଅକୁ ଗୋଟେ ହାତ ଟେକି ନେଇକି ଦୌଡ଼ିଲା। ଆଉ ଯୋଉଠି କିଛି ବାଟ ଗଲା, ବସି ପଡିଲା। ପୁଅ କାହିଁରେ କେହି ବା ଦେଖୁନାହାନ୍ତି, କୋଉଠି କାହିଁକି କିଏ ସ୍ମୃତି ସବୁ ରହିଛନ୍ତି ନା। ପୁଅ ସେଠୁ କହୁଛି ବାପା କିଏ ଦେଖିଛି ଜାଣିଛ ନା କିଏ? ନା ସବୁ ଦେଖୁଛି ସେ ଉପର ବାଲା। ଆରେ ଉପର ବାଲା କିଏ? ବୁଝିପାରୁଛ? ଉପର ବାଲା କିଏ? ତୋର ଦେହ ଯେଇ ମୋର ଦେହ ସେଇ, ନିର୍ବିକଳ୍ପ ବ୍ରହ୍ମ କହି, ଅନ୍ତର ବେଦନା ଜାଣେ ଅନ୍ତର୍ଯ୍ୟାମୀ, ଆନକେ ଜାଣିବ ରହି, ଆନକେ ଜାଣିବ ରହି। ହେ ବାପା, ତମ ଦେହରେ ଯିଏ ମୋ ଦେହରେ ସିଏ, ମୁଁ ଦେଖୁଛି ତମକୁ, ତମେ ଦେଖୁଛ ମୋତେ, ତେଣୁ ସିଏ କିଏ? ସେ ନା ତମ ଦେହରେ ଯିଏ ମୋ ଦେହରେ ସିଏ, ନା ସେ କିଏ? ନା ସେଇ ଉପର ବାଲା। ସେଇଠି ବାପ କଣ କଲା, ପୁଅକୁ ଗୁରୁ ବୋଲି ଭାବିଲା, ଯାହା ଫଳରେ ତା ଚୋର ବୃତ୍ତିକି ଛାଡି
ସାଧୁ ବୃତ୍ତିକି ଅବଲମ୍ବନ କହିବାର ମାନେ କଣ? କୁମ୍ଭୀର ଆମ ମାନଙ୍କୁ ନେଇ ମଝି ନଈରେ ଥିଲା। କେତେବେଳେ କୁମ୍ଭୀର ବୁଡିଗଲେ ଆମେ ସମୁଦ୍ର ସ୍ରୋତରେ କଣ ଏ ଜଳ ସ୍ରୋତରେ ଆମେ ବୁଡିଯିବା, ମରିବା ନା ନାଇଁ? ତଥାପି ଆମେ ଚିନ୍ତା କରିପାରୁ କଳିର ଶେଷ ଲକ୍ଷଣ କଣ କଣ ଘଟିଲେ ଜାଣିବ କଳିର କଣ ହବ, ବିନାଶ ଘଟିବ। ଏ କଥା କେହି ଚିନ୍ତା କରୁନା। ଆଜି ଭୀମ ଭୋଇ ତାକୁ ଖୋଲିକି କହିଲେ, ହେ ଜଗତବାସୀ, ତମକୁ ମୁଁ କହୁଛି ତମେ କର୍ଣ୍ଣ ଦେଇକି ଶୁଣ। ଯେତେବେଳେ କଳିର ଶେଷ ଲକ୍ଷଣ ଆସିବ, ଶେଷ ସମୟ ଆସିବ, ତମେ ଏଇ ଲକ୍ଷଣ ଯେତେବେଳେ ଜାଣିବ ଯେ କଳିର ଶେଷ ସମୟ ଭୀମ ଭୋଇ କହୁଛନ୍ତି। କଣ କଳିର ଶେଷ ଲକ୍ଷଣ? ବାପ ଝିଅଙ୍କର ପିରତି ହୋଇବ, ଭାଇ ସଙ୍ଗରେ ଭଉଣୀ। ଚାଖଣ୍ଡକ ପାଇଁ ଭାଇ ମୁଣ୍ଡ ଭାଇ ପକାଇବ ସଦାହାଣୀ। କହିଲେ କଳିର ଯେତେବେଳେ ଶେଷ ସମୟ ଆସିବ, ବାପ ଝିଅର ପ୍ରୀତି ହବ, ଭାଇ ଭଉଣୀରେ ମଧ୍ୟ ପ୍ରୀତି ହବ। ଭୂମି ପାଇଁକି, ଜମି ପାଇଁକି, ଜମି ଚାଖଣ୍ଡ ପାଇଁକି ଭାଇ ମଧ୍ୟ ଭାଇକି ହାଣିକି ତା ମୁଣ୍ଡ ଗଡେଇଦବ। ମୋ ଭାଇ ଧର୍ମ ବିଚାର ଶୁଣିବେ ନାହିଁ। ହେ ଜଗତବାସୀ, କଳିର ଅନ୍ତିମ ପର୍ଯ୍ୟାୟରେ ଏଇ ଘଟଣା ଯେତେବେଳେ ଦେଖିବ ଜାଣିବ କଳି ସରିବ। କିନ୍ତୁ ଧର୍ମ ବୋଲି କଣ କେହି ବୁଝିବେ। ଏହାକୁ ମହାପୁରୁଷ କହିଲେ, ଭୀମ ଭୋଇ କହୁଛନ୍ତି, ମହାପୁରୁଷ କହିଲେ, ମାତା ମାଉସୀ ଶାଶୁକୁ ହରଣ, ବେଦନ ପଢିବେ ତିଳେ ବ୍ରାହ୍ମଣ। ଭଉଣୀ ମୁଖରେ ଭାଇ ଚୁମ୍ବନ। ଦେଖିନାହାନ୍ତି ନା? ଗୋଦଣ୍ଡା ଚଷିବେ ଗାଲୁଆ ଚୋର। ଯାହା ଲେଖିଛନ୍ତି କଳିର ଶେଷ ଲକ୍ଷଣ, ସେଇଆ ଘଟୁଛି ନା ଘଟୁଛି? ଏ ଘଟଣା ସବୁ ଘଟିନି? ସବୁ ଘଟିଲାଣି। ଜମି ପାଇଁ ଭାଇ ଭାଇକି ହାଣି ଦଉନି, ଭାଇ ଭଉଣୀରେ ସମ୍ପର୍କ ରହୁନି, ବାପ ଝିଅରେ ସମ୍ପର୍କ ରହୁନି। ଘୋର କଳି। ଆଖି ଖାଇକି କଣା। କାମାଙ୍ଗି ହୋଇବେ ନାରୀ ବସାନର, ପିତା ମାତାକୁ ମାରିବେ। ଭାରିଜା ବୋଲି ପତି ସ୍ୱଧର୍ମକୁ ଛାଡ଼ି ଅତି ଅନ୍ୟାୟ କରିବେ। କାମାଙ୍ଗି ହୋଇବେ ନାରୀ ବସାନର। ବର୍ତ୍ତମାନ ନାରୀ ବସା ମାନବ ନା ନାଇଁ? ତମେ ମାର୍କେଟ ଦେଖିବ ଯାଉଥିବ, ତମର 1 ନମ୍ବର ମାର୍କେଟ ଟା ପାଖ, ଆମର ଟିକେ ଦୂର ହଉ, ତମେ ଦେଖୁଥିବ ପୁଅକୁ କାଖେଇ ଦବ କିଏ ସ୍ୱାମୀ, ସ୍ତ୍ରୀ ଇଆଡେ ଧରିଥିବ କିଏ ଗୋଟେ ବ୍ୟାଗ ଧରିଥିବ, ସଉଦା କିଣିଦେବେ। ସ୍ତ୍ରୀ ଭ୍ୟାନିଟି ବ୍ୟାଗ ଧରିଥିବ, ମୋବାଇଲ ଟା ଧରିଥିବ, ସିଏ ଆଗରେ ଚାଲୁଥିବ। ସତ ନା ମିଛ? ନାରୀ ମାନେ ମୁଣ୍ଡରେ ଆଉ ଲୁଗା ଦଉଛନ୍ତି? ମା ହଉଛି ନଦିଆ ଶିଳା, ମା ହଉଛି କୃପାମୟୀ, ମା ହଉଛି ସଂହାରିଣୀ। ମୁଣ୍ଡକୁ ଯେତେବେଳେ ଲୁଗା ଖୋଲି ଦିଅନ୍ତି, ସେ କଣ ହୁଅନ୍ତି? ଦ୍ରୌପଦୀ ଗୋଟାଏ ନାରୀ ମୁଣ୍ଡରୁ ଲୁଗା ଖୋଲିଲା, କହିବାନି କହିଲା। ସୀତା ଅଶୋକ ବନରେ ମୁଣ୍ଡରୁ ଲୁଗା ଚୁଟି ଖୋଲିଲେ, କଣ ରାବଣ ବଂଶ ଧ୍ୱଂସ ହେଲା। ଦୁର୍ଗା ସତ୍ୟ ଯୁଗରେ ମୁଣ୍ଡ ଚୁଟି ଖୋଲିଲେ, କଣ ହେଇଗଲେ? ମହିଷାସୁରକୁ ବଧ କଲେ। ସେ ଗୋଟିଏ ଗୋଟିଏ ମା ଏଇ କାମ କରୁଥିଲେ। ବର୍ତ୍ତମାନ କଣ ତମେ ସବୁ ବିଚାର କରିବ? ବର୍ତ୍ତମାନ ନାରୀ ନୁହଁ, ସେ ହଉଛନ୍ତି ନାରାୟଣୀ, ତାଙ୍କ 4 ଖୋରାକୁ ଦଣ୍ଡବତ। ମହାପୁରୁଷ କହୁଛନ୍ତି କଳିରେ ଯେତେବେଳେ ଅନ୍ତିମ ପର୍ଯ୍ୟାୟ ଆସିବ, କାମନା ପାଇଁକି, ଟିକେ ସାମାନ୍ୟ କାମନା ପାଇଁକି
पुरुष मान कौन जे नारी बसा है कामंगी होइबे नारी वसाणर पिता माता को मारिबे हौ नहीं शाशु शशुर कई जन पचार वर्तमान समय पुओ जिते बाहा नई गोटी सुधा बापार बाहाघर पर बरसे गले पुअर गोटे हांडी कि बापर गोटे हांडी हाँ कि नहीं विवेकी लोक जो मैंने से हांडी अलग न कर बापारे तो बोधू तू नहीं पड़ा जो मैंने विवेकी लोक निज सम्मान को जगती आउ देख वर्तमान समय केते ओल्ड एज होम अच्छी मत वृद्धाश्रम अरे जो पुओ को काटे बापा माँ मनीष कले तुम बड़ लोक हेल्ले पाठ पढ़ेले खाया पीवा चाकरी खंडे दे कर्म क्षेत्र तुम छाड़े तेरे हाथ को हाथ तुम करेल से करेले से कौन कल तुम तंटिया मारी विदा कर जाल ना वृद्धाश्रम सुपर चले क्या पुओ जी छाड़ी दिखती काले कड़क नागिज वृद्धाश्रम छाड़ी जोराक सुपर चले किया नुह से बाड़िया पिटा हेले बाप पुओ धर्म बोली कौन कई जन धर्म कर ज्ञान बकांड गोपाल नहीं अनाथ तार महत्व कौन कि ना बर्तमान एमती समय समस्त अनुभव कर तार चेतना फिर भार्जा बोले पति पड़ी स्वधर्म को छाड़ी अति अन्याय करिए मो भाई कली जुग शेष बीतिए माँ सन्थ भीम भाई कहते जो कली अंतिम पर्याय आस पुओ माने आउ बाप माँ को पचारे गोटे सोदर पेटू भाई जन्म हो भूमि चाखंडक भाई भाई मुंडे हाँ कलिर ये हूँ शेष लक्षण भीम भाई कहते जगतवासी यही लक्षण जो देखो जान कलिजुग सर सर कौन हम से अंक हिसाब से अन्य कथा यही घटना मान बर्तमान घटुची ना घटुनी कई जन भूक्षेप कर मन रखी था विनाश काले विपरीत जय जगन्नाथ प्रभु सदिच्छा पूर्ण हो बोलो आनंद कबार हरि।